ଜୁହାର ସାଙ୍ଗମାନେ ଜୟ ଜଗନ୍ନାଥ ଜୟ ମା ସୁରେଶ୍ୱରୀ ମୋର ବ୍ଲଗ୍କେ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ଆପଣମାନେ ଭଲରେ ଥିବେ ବୋଲି ମୋର ଆଶା। ଆମେ ଭଲରେ ଅଛୁଁ। ଏଇଟା ସକାଳୁ ସକାଳୁ ବାବୁ 7 ବଜାକେ ସ୍କୁଲ ଗଲାନ। ସେ ନିଜେ ରେଡ଼ି ହେଇକରି ଯାଇସି। ତାର୍ ଲାଗି ଆଜି ଟିଫିନ୍ରେ ମୁଇଁ ବନେଇ ଦେଇଥିଲି ଚକଲି ବନେଇ ଦେଇଥିଲି। ଆର୍ ଚକଲି ଆମେ ବି ଖାଇଦେନୁ। ଚକଲି ଆର୍ ଚାହା ଆମେ ଖାଇଦେନୁ। ଆର୍ ତାହାକେ ଚଟନି ଆର୍ ଚକଲି ଦେଇ ଦେଇଥିଲି। ତାର୍ ପରେ ଏଇଟା ମୁଇଁ ବି ଖାଇଦେଲି ସେ ଗଲା ପରେ ଗଧା ବଧା କରିକିରି। ଏଇଟା ସଣ୍ଡେ ଦିନର ଭିଡ଼ିଓ ସାଙ୍ଗମାନେ। ଏଇଟା ମୁଇଁ ସେଦିନ ଛାଡ଼ି ନାଇଁ ପାରିଲି। ସଣ୍ଡେ ଦିନ ବହୁତ କାମ ଥିଲା। ବାବୁ ଘରେ ବି ଥିଲେ। ଘରେ ଥିଲେ ବାବୁ ବହୁତ ହଇରାଣ କରସି। ଆର୍ ମୁଇଁ ତ ତାହା ପଛେ ପଛେ ହିଁ ଦୌଡ଼ିବାକେ ପଡ଼୍ସି। ଏଇଟା ତଲେ ଖେଲୁଥିଲା ବ୍ୟାଡ଼ମିଣ୍ଟନ ଖେଲୁଥିଲେ। ଇଆଡ଼େ ସିଆଡ଼େ ସେ କର୍କ ଫିକି ଦେଉଥିଲା। ମୁଇଁ ତାହାକେ ଗାଲି ଦେବାରୁ ଏଇଟା ଆସିକିରି ବସିଲା। ଆର୍ ମୋବାଇଲ ଦିଅ ମୁଇଁ ଦେଖିମି ବୋଲି ଏଇଟା କାନ୍ଦୁଥିଲା ସାଙ୍ଗମାନେ। ଛୁଆମାନେ ଘାଏ ଘାଏ ବହୁତ ଜିଦ୍ଦି କରସନ୍ ଯେନ୍ଟା କି ମନାବାର ମୁସ୍କିଲ ହେଇଯାଇସି। ତାପରେ ଏଇଟା ଫେର୍ ତାହାକେ ବୁଝେଇ ବୁଝାଇକି ନେଲି ଆର୍ ଘରେ ଫେରି ସେ ରହେଲା। ତାପରେ ଏଇଟା ସନ୍ଧ୍ୟାରେ ଫେର୍ ତଲକେ ଖେଲି ଆସିଲା। ଆମେ ଉପରେ ରହେସୁଁ ତଲକେ ଆଇବାର୍କେ ପଡ଼୍ସି ବୋଲେ ମୋତେ ଟିକେ ଯୁଗବାକେ ପଡ଼୍ସି। ଆଗାଡ଼େ ମେନ୍ ରୋଡ଼ ଅଛେ। ଛୁଆମାନଙ୍କୁ ଯଦି ନାଇଁ ଦେଖିବେ ବୋଲେ ଅସୁବିଧା ହେ। ଏଇଟା ତଳ ଘରର ସେମାନେ ଭଡ଼ା ରହୁଛନ୍। ତାକର ଛୁଆମାନେ ତାକର ଛୁଆମାନଙ୍କର ସାଙ୍ଗେ ବାବୁ ମିଶିକିରି ଖେଲ୍ସି। ଛୁଆମାନେ ନାଇଁ ଖେଲଲେ ବି ଭଲ୍ ନାଇଁ ସାଙ୍ଗମାନେ। ସେଥିର୍ଲାଗି ଆମକୁ ଟିକେ ଟାଇମ୍ ବାହାର କରିକି ତାହାକୁ ଟାଇମ୍ ଦେବାର୍ କଥା ଯେନ୍ ଟାଇମ୍ରେ ସେମାନେ ଖେଲି ପାରବେ ଆର୍ ତାକର ମାଇଣ୍ଡ ଫ୍ରି ହେବା। ଦେଖୁନ୍ କେଡ଼େ ଖୁସିରେ ଖେଲୁଛନ୍ ଛୁଆମାନେ। ବାବୁ ବି ତାର୍ ହିସାବରେ ସେ ଖେଲୁଛେ। ଏନ୍ତି କରି ସଣ୍ଡେ ଦିନରେ ସେମାନେ ଖେଲାଖୁଲି କରସନ୍। ଆର୍ ସଣ୍ଡେ ଦିନ ଗୋଟେ ଦିନ ଟାଇମ୍ ଥିସି ଯେନ୍ ଦିନକେ ସେମାନେ ଏନ୍ଜୟ କରସନ୍। ଆର୍ ଏଇ ଦିନରେ ଯଦି ଆମେ ତାହାକୁ ମନା କର୍ମା ତ ବହୁତ ଅସୁବିଧା ହେବା। ଏନ୍ତି କରି ସଣ୍ଡେ ଦିନ ଏଇଟା ସେମାନେ ଖେଲାଖୁଲି କଲେ। ସାଙ୍ଗମାନେ ମୁଇଁ ଭିଡ଼ିଓ କରି ନାଇଁ ପାରିଥାଇ। ଆଜି ସେଟା ମୁଇଁ ଛାଡ଼ି ଦେଇଛେ। ଆଜି ବିହାଘରଟେ ଯିବାର ଅଛେ। ସେଥିର୍ଲାଗି ରନ୍ଧାବଢ଼ା ବେଶୀ କରବାକେ ନାଇଁ ପଡ଼େ। ଆଉ ଆଜି ସୋମବାର ଯେହେତୁ ମୋତେ ଅରୁଆ ରାନ୍ଧବାକେ ପଡ଼ବା ମୋର୍ ଲାଗି ମୁଇଁ ଖାଲି କରିଦେମି। ବାପ ପୁଅ ନାଇଁ ଖାଏଁ ବୋଲେ ମୋତେ ରାନ୍ଧବାର୍ ଲାଗି ବେଶୀ ଭଲ୍ ନାଇଁ ଲାଗେ। ଜାଣା ହେଲେ ଟିକେ କରିଦେଲେ ଖିଚଡ଼ି କରିଦେଲେ ବି ଖାଇଦେମି। ଆଉ ଆଜି ଘରକେ ଗେଷ୍ଟ ବି ଆସିବେ। ଆପଣମାନଙ୍କୁ ଦେଖାମି କିଏ ଆସିବେ ଯେ। ଆଉ ବିହାଘର ଗଲେ କାଣା କାଣା ସେନ କରମୁ ଯେ ଆପଣମାନଙ୍କୁ ଦେଖାମି। ଚାଲନ୍ ଘରର କାମ ଆହୁରି ଅଛି। ବାବୁ ଆରୁ ଆଜ୍ଞା ତ ସ୍କୁଲ ଜଣେ ଗଲେନ ଜଣେ ଅଫିସ୍ ଗଲେନ। ଆଉ ଘରେ ମୋତେ ଏକଲା ରହିବାକେ ପଡ଼୍ସି ବୋଲେ ମୋତେ ମୋର୍ କାମରେ ବ୍ୟସ୍ତ ରହିବାକେ ଭଲ୍ ଲାଗ୍ସି। ଆଉ ଲୁଗାପଟା ବି ନୁହେଁ ଶୁଖାବାର ତାଲି ଯାଉଛନ୍ ଉପରକୁ। ତାପରେ ଏଇଟା ବେଲାରେ ମୁଇଁ ରନ୍ଧା ରୁନ୍ଧି କରିକିରି ସାଙ୍ଗମାନେ ନିଜର ଲାଗି ଖାଇବାର୍ ଲାଗି ଏଇଟା ବାଢ଼ୁଛେଁ। ଆଉ ସବୁ କାମ ସାରି ଦେଇଥିଲି ନ ମୋତେ 1 ବଜାକେ ବାହାରବାକେ ଥିଲା ବୋଲେ ମୁଇଁ ଖାଲି ଏକଲା ଖାଇବାର ଥିଲା ବୋଲେ ମୁଇଁ ବାବୁ ଆଇବାର ଆଗରୁ ଏଇଟା ଖାନା ପିନା ସାରି ଦେଇଥିସି ବୋଇଲେ ସାଙ୍ଗେ ସାଙ୍ଗେ ବାହାରି କରି ବିହାଘର ଯାଇ ହେବା। ସେମାନେ ବିହାଘରେ ଖାଇବେ। ହେଥିର୍ଲାଗି ମୋତେ ଆଗରୁ ଏଇଟା ଖାଇବାକେ ପଡ଼ଲା। ଏକଲା ଖାଇବାର୍ ଲାଗି ଭଲ୍ ନାଇଁ ଲାଗେ। ଫିର୍ ବି କାଁ କରବେ ଯେନ୍ ଦିନ ଯେନ୍ଟା ହେବାର ଥିସି ତ କରବାକେ ପଡ଼ବା। ତାପରେ ଏଇଟା ମୁଇଁ ବାଢ଼ି ଦେଲି ଖିଚଡ଼ି କରିଥିଲି ବାଇଗଣ ଭଜା କରିଥିଲି। ଶାଗ ବି ଥିଲା। ଶାଗ ମାନେ ଖରାପ ହେଇଯିବା ବୋଲି ଶାଗ କରିଥିଲି ଆଉ ଖଟା କରିଥିଲି। ଆର୍ ମୁଇଁ ଖାଇଦେଲି ସାଙ୍ଗମାନେ। ତାପରେ ଏଇଟା ମୁଇଁ ରେଡ଼ି ଗଲି ବିହାଘର ଯିବାର୍ ଲାଗି। ବାବୁ ସ୍କୁଲରୁ ଆଇବାର ଆଗରୁ ମୋତେ ରେଡ଼ି ହେବାର୍କେ ଥିଲା। ମୁଇଁ ପ୍ରାୟ ରେଡ଼ି ହେଇଯାଇଥିଲି ନ। ସେମାନେ ଆସିକରି ଆର ଘରେ ରେଡ଼ି ହଉଥିଲେ। ମୁଇଁ ଏଇଟା ବାଟ ଘରେ ଏଇଟା ରେଡ଼ି ହେଇଯାଇଥିଲି ନ। ତାପରେ ଏଇଟା ବାବୁକେ ଦେଖୁନ୍ ନିଜେ ନିଜେ ରେଡ଼ି ହଉଛେ। ଆର୍ ମୁଇଁ ବାହାର କରିଦେମି ବୋଇଲାକେ ସେଇଟା ନାଇଁ କହୁଛେ। ନିଜେ ନିଜେ ସବୁ ନିଜେ ରେଡ଼ି ହଉଛେ। ମୁଇଁ ତାହାକେ ଭିଡ଼ିଓ କରୁଥିଲି ବୋଲେ ଏବେ ନାଇଁ କର ମୁଇଁ ନୁହେଁ ରେଡ଼ି ହେବାର ତାଲି ବୋଲି ସେ ମନା କରୁଥିଲା। ମୋର ଏହାଦେ ଭିଡ଼ିଓ ନାଇଁ କାଢ଼ ବୋଲିକରି ଏଇଟା ରଡ଼ୁଥିଲା। ତାପରେ ସେ ନିଜେ ରେଡ଼ି ହେଇଗଲା। ମୁଇଁ ତାରଟା ଭିଡ଼ିଓ ଏଇଟା ସୁଟ୍ କରିଦେଇଥିଲି। ଆଜିକାଲି ଛୁଆମାନେ ନିଜେ ନିଜକୁ ପସନ୍ଦ କରୁଛନ୍ ଆର୍ ରେଡ଼ି ହଉଛନ୍। ଆଉ ମା ବାପାଟା ପସନ୍ଦ ନାଇଁ କରବାର୍ନ। ତାପରେ ଏଇଟା ଆମେ ବାହାରି ପଡ଼୍ନୁ ମା ପୁଅ ବେଶୀ ରେଡ଼ି ହେବାରେ ଟାଇମ୍ ନେସୁଁ। ତାର ବାପା ଆମକୁ କହୁଛନ୍ ତମେ ଦୁଇ ଲୋକ ବେଶୀ ଟାଇମ୍ ନଉଛ ବୋଲିକିରି। ତାପରେ ଏଇଟା ଆମେ ବାହାରି ପଡ଼୍ନୁ ବିହାଘର ଯିବାର୍ ଲାଗି ଏଇଟା ରାସ୍ତାରେ। ଆଉ ଆମେ ଡୁମରିବାଲିରୁ 7 କିଲୋମିଟର ଆଗକେ ତମାମୁରା ଗାଁ ଅଛେ। ସେ ଗାଁକେ ଏଇଟା ଯାଇଛୁଁ। ଏଇଟା ଭୋଜି ଜାଗାରେ ପହଞ୍ଚି ଗଲୁନ। ବହୁତଟେ ଲୋକ୍ ହେଇଥିଲେ। ଏନ୍ତା ଭୋଜିମାନଙ୍କୁ ତ ବହୁତ ଲୋକ୍ ହେସନ୍ ବିହା ଭୋଜି ଏ। ଏଇଟା ଘର ସାମ୍ନାରେ ଚାଲି ଚାଲି ଯାଉଛୁଁ। ତାପରେ ଏଇଟା ପାଟି ଭିତରକେ ପହଞ୍ଚି ଗଲୁ ଯେନ ଭୋଜି ହଉଥିଲା। ଦେଖୁନ୍ କେତେଟେ ଲୋକ୍ ଜମିଛନ୍। ଆଉ ଇନ ଆମର ଇନ ଭଡ଼ା ରହୁଛୁଁ ସେମାନଙ୍କର ଅଫିସର ଷ୍ଟାଫ୍ ଏଇଟା ବୋଇଲେ ସେମାନେ ବି ଥିଲେ। ତାକର ସାଙ୍ଗେ ଏଇଟା ମୁଇଁ ବସିଛେଁ। ଆଉ ମୁଇଁ ଟିକେ କଥାବାର୍ତ୍ତା ହେଲି। ମୁଇଁ ତ ଖାଇବାର ନାଇଁ ଥାଇ। ମୋର୍ ସୋମବାର ଥିଲା ଯେହେତୁ ମୁଇଁ ଘରୁ ଖାଇକରି ଯାଇଥିଲି। ଏଇଟା ଦେଖୁନ୍ ବହୁତ ଲୋକ୍ ଆସିକରି ଷ୍ଟେଜରେ ଫଟୋ ଫୁଟା ଉଠଉଛନ୍। ଆମେ ବି ଉଠେଇକରି ପଲେଇ ଆସିଥିଲୁନ। ଆଉ ବହୁତ ଲୋକ୍ ଏଇଟା ଠିଆ ହେଇକରି ଦେଖୁଥିଲେ।
मुई ଟିକେ କଥାବାର୍ତ୍ତା ହେଲି। ମୁଇଁ କଥା ହେଲା ବେଲେ ଏଇଟା ଆମର ଯେନ୍ ଘର ଭଡ଼ା ରହୁଛନ୍ ତାଙ୍କ ଘର ନେଇନି ଏଇଟା ସୁଟ୍ କରିଦେଇଥିଲେ। ଏଇଟା ମୁଇଁ ନିଜେ ନିଜେ ଟିକେ ସେଲ୍ଫି ନେଇଯାଇଥିଲି। ବହୁତଟେ ଲୋକ୍ ହେଇଥିଲେ ସାଙ୍ଗମାନେ। ଆମର ଏନ୍ତା ଚିହ୍ନାର୍ ଚହ୍ନାର୍ ଇନ ବେଶୀ ଲୋକ୍ ନାଇଁନ। ଯେନ୍କେ ବି ଯାଏସୁଁ ବହୁତ ରେୟାର୍ ବହୁତ କମ୍ ଯାଏସି ମୁଇଁ। ଆରୁ ଯେନ୍କେ ବି ଯାଏସୁଁ ବହୁତ ଭଲ୍ ଲାଗ୍ସି ମତେ। ବିହାଘର ମାନକେ ଯିବାର୍ ଲାଗି ବି ବହୁତ ଭଲ୍ ଲାଗ୍ସି। ଆଉ ବିହାଘର କାହାକେ ଭଲ୍ ନାଇଁ ଲାଗେ, ସମ୍କୁ ଭଲ୍ ଲାଗ୍ସି। ଆଉ ନାଇଁ ଖାଇ ମୁଇଁ କିନ୍ତୁ ମତେ ବହୁତ ଭଲ୍ ଲାଗ୍ଲା ବୁଲି ବୁଲା କରି ଆସ୍ବାରୁ। ଆଉ ବିହା ଗୋଟେ ଏନ୍ତା ଜିନିଷ୍ ଯେ ସବ୍କୁ ଭଲ୍ ଲାଗୁଥିବା, ଆପଣମାନଙ୍କୁ ବି ଭଲ୍ ଲାଗୁଥିବା। ଆରୁ ବହୁତ୍ ବେଲ୍ ଟିକେ ଆମେ ବସିକରି ବହୁତ୍ ବେଲେ ମୁଇଁ ଏନ୍ଜୟ କଲି। ଇଥିର୍ ଭିତ୍ରେ ବାବୁ ଆରୁ ଆଜ୍ଞା ଯାଇକରି ସେ ଖାନା ପିନା କରିକିରି ଆସିଲେ। ମୁଇଁ ଟିକେ ତାକର୍ ସାଙ୍ଗେ ବସିକରି ଗପ ମାରୁଥିଲି ଯେନ୍ଟାକି ମତେ ବହୁତ୍ ଭଲ୍ ଲାଗୁଥିଲା। ଏଇଟା ଆମେ ଯେନ୍ ଭଡ଼ା ରହେସୁଁ ଆମର୍ ସାଙ୍ଗେ ଏମାନେ ବି ଭଡ଼ା ରହେସନ୍। ଆଉ ତାକର୍ ଅଫିସ୍ର ଷ୍ଟାଫ୍ ତାକର୍ ପୁଅର ବାହାଘର ଥିଲା। ଆର୍ ଆମ୍କୁ ବି ଡାକିଥିଲେ ସେମାନେ। ଆଉ ଆମେ ଏକା ସେମ୍ କାଷ୍ଟ୍ର ଆଏ, ସେଥିର୍ଲାଗି ଆମ୍କୁ ବହୁତ୍ ଭଲ୍ ଲାଗ୍ସି। ଆମର୍ କାଷ୍ଟ୍ର ଲୋକ୍ ବାକ୍ ମାନେ ଦେଖ୍ଲେ ବହୁତ୍ ଭଲ୍ ଲାଗ୍ସି। ଆଉ ଏଟା ଆସିଲେ ସେ ବାବୁର ମାଆ ଆସିଲେ ଖାଇଲନ କାଁ ବୋଲି ପଚ୍ରାଲେ। ଆମେ ହଁ ବୋଲି କହିଦେନୁ। ଆଉ ଏଟା ଦେଖୁନ୍ ଛୁଆମାନେ ଗୁଡ଼ା ଦୁଇନ ଜମା ହେଇଛନ୍। ଆରୁ ବହୁତ୍ ଖାଲି ପାଉଚ୍ ପାନି ହିଁ ପିଉଛନ୍ ଯେନ୍ଟାକି ମୁଇଁ ସୁଟ୍ କରିଥିଲି। ପ୍ରତ୍ୟେକ୍ ଭୋଜିରେ ଛୁଆମାନଙ୍କୁ ପାଉଚ୍ ପିଇବାର୍ ଦେଖ୍ସି ମୁଇଁ ଯେନ୍ଟାକି ଛୁଆମାନଙ୍କୁ ବହୁତ୍ ପସନ୍ଦ୍। ଆଉ ଏଟା ଛୁଆମାନେ ହିଁ ହେନ୍ତା କର୍ସନ୍। ଆଉ ଏଟା ଆମର୍ ବାବୁ ବି ଗୁଟେ ପାଉଚ୍ ପାନି ପିଉଛେ। ଏଟା ଖାଇକରି ପଲେଇ ଆସିଥିଲାନ। ଆଉ ଏଟା ଦୁଇ ବାପୁ ଖାଇକରି ଆସିଥିଲେନ ଯେ ଆଉ ଯିମା ବୋଲି କହିଲେ। ତାପରେ ଏଇଟା ଆମେ ସେନୁ ବାହାରି ପଡ୍ଲୁ ସାଙ୍ଗମାନେ। ଦେଖ୍ଲୁଁ ବହୁତ୍ଟେ ଭିଡ଼ ଥିଲେ। ମୁଇଁ ଆର୍ ଟିକେ ବସିକରି ଇଟା ସୁଟ୍ କରିଦେଇଥିଲି। ଯେନ୍ଟାକି ସେ ବର୍ ପିଲା ଆରୁ ୱାସେନ୍ କଥା ହଉଥିଲେ ସେତେବେଲେ ମୁଇଁ ସୁଟ୍ କରିଦେଇଛେଁ। ଆଉ ମତେ ବହୁତ୍ ଭଲ୍ ଲାଗ୍ସି ଏନ୍ତା ଜିନିଷ୍ ମାନେ ଦେଖ୍ବାର୍ ଲାଗି। ଆରୁ ସବ୍କୁ ଭଲ୍ ଲାଗ୍ସି। ତାପରେ ଆମେ ଇନ ପହଞ୍ଚି ଗଲୁଁ ଆମର୍ ବାବୁର କ୍ଲାସମେଟ୍ ଝିଅ ଏକା ସାରେ ପଢ଼ୁଛନ୍। ତାର୍ ନାଁ ପ୍ରାଣବୀ। ଆର୍ ଦୁଇ ବହୁତ୍ ବଢ଼ିଆ ଛୁଆଟେ। ତାକର୍ ଘର୍କେ ଆମ୍କୁ ଆଏବାର୍ ଲାଗି କହିଥିଲେ। ସେ ସେମ୍ ଗାଁରେ ସେମାନେ ରହୁଛନ୍ ସେଥିର୍ଲାଗି ଆମେ ତାକର୍ ଘର୍କେ ଏଟା ବୁଲି ଯାଇଥିଲୁଁ। ଆର୍ ବାବୁ ବି ବହୁତ୍ ଖୁସ୍ ହେଇକରି ତାର୍ ସାଙ୍ଗେ ମିଶିକରି ବହୁତ୍ ବେଲ୍ ଖେଲ୍ଲା। ଆଉ ଏଟା ଆମେ ବସିଚୁଁ ସେ ବି ଇଟା ଆସିକିରି ଆମମାନେ କଥାବାର୍ତ୍ତା ହଉଥିଲା। ବହୁତ୍ ବଢ଼ିଆ ଲାଗ୍ଲା। ଆମେ ପହେଲା କରି ଯାଇଥିଲୁଁ। ହେନ୍ତି ନାଇଁ ଲାଗୁଥାଇ ଯେ ପହେଲା କରି ଆସିଚୁଁ ବୋଲି। ଏଇଟା ତାକର୍ ବାରିଆଡ଼୍କେ ଆମ୍କୁ ବୁଲେଇ ନେଲେ। ବହୁତ୍ ଆଜ୍ଞା ଆରୁ ସେ ମ୍ୟାଡ଼ମ୍ ବହୁତ୍ ଭଲ୍ ଥିଲେ। ବହୁତ୍ ବଢ଼ିଆ ସେ କଥା ହେଲେ। ବହୁତ୍ ଭଲ୍ ଲାଗ୍ଲା। ଆଉ ଏଟା ଏତ୍କି ତାକର୍ ବାରିଆଡ଼େ ଜାଗା ଅଛେ ବଏଲେ ଆମେ ପିକନିକ୍ କଲେ ହେବା ବୋଲି ମୁଇଁ ତାହାକୁ ମଜାକ୍ କରୁଥିଲି। ତାପରେ ଏଟା ଆମର୍ ଆଜ୍ଞା ଆଉ ତାକର୍ ଆଜ୍ଞା ଏଟା କଥା ହଉଥିଲେ, କଥା ହେଇ ହେଇ ଯାଉଥିଲେ। ଲେମ୍ବୁ ତୁଲ୍ଲୁଁ ତାପରେ ଲେମ୍ବୁ ଶାଗ ତୁଲ୍ବାର୍ ଲାଗି କହିଲେ ଯେ ଆମ ଘରେ ଅଲ୍ରେଡି ଶାଗ ଥିଲା ସେଥିର୍ଲାଗି ମୁଇଁ ଶାଗ ନାଇଁ ଆନେ ବୋଲି କହିଲି। ଏଟା ସେ ମ୍ୟାଡ଼ମ୍ ବି ଯାଉଛନ୍। ଆମେ ବହୁତ୍ ବେଲ୍ କଥାବାର୍ତ୍ତା ହେଲୁଁ, ବୁଲାବୁଲି କଲୁଁ ସାଙ୍ଗମାନେ ବହୁତ୍ ଭଲ୍ ଲାଗ୍ଲା। ମୁଇଁ ନୂଆ ଜାଗାକେ ଯାଇଛେଁ ବୋଲି ନାଇଁ ଲାଗ୍ଲା। ବହୁତ୍ ଆଗ୍ରୁ ଆସିଛେଁ ଲେଖେନ୍ ଲାଗ୍ଲା। ତାପରେ ଏଟା ଲେମ୍ବୁ ଝଡ଼ାଲେ। ଲେମ୍ବୁ ନେବେ ବୋଲି ଝାଡ଼ିଦେଲେ ବହୁତ୍ଟେ। ଆଉ ଧରିକି ବି ଆସ୍ଲୁଁ। ତାପରେ ଆମେ ଘର୍କେ ବହୁତ୍ ଟାଇମ୍ ରହେଲୁଁ। ବହୁତ୍ ବଢ଼ିଆ ଲାଗ୍ଲା। ଘର୍କେ ଆଏବାର୍ ଲାଗି ମନ୍ ବି ନାଇଁ ଲାଗୁଥାଇ। କିନ୍ତୁ ଆମ୍କୁ ଆଏବାର୍ ଥିଲା ଘର୍କେ। ବାବୁ ଟିଉସନ୍ ଯିବାର୍ ଲାଗି ଏଟା ମ୍ୟାଡ଼ମ୍ ସେ ମ୍ୟାଡ଼ମ୍ଙ୍କର୍ ସାଙ୍ଗେ ମୁଇଁ ଟିକେ ଭିଡ଼ିଓ ନେଇ ଯାଇଥିଲି। ତାର୍ ପରେ ଏଟା ବାବୁ ଆର୍ ସେ ତାକର୍ ନେନି ଖେଲୁଥିଲେ। ବହୁତ୍ ବଢ଼ିଆ ଖେଲୁଥିଲେ। ବହୁତ୍ ମସ୍ତି କଲେ ବହୁତ୍ ଟାଇମ୍ ଯେତେ ଟାଇମ୍ ବି ରହେଲୁଁ ଦୁଇ ଲୁକ ଖେଲି ଖେଲି ବହୁତ୍ ମସ୍ତି କଲେ। ଆଉ ଏଟା ଦେଖୁନ୍ ପଇଡ଼ ପଡ଼ିଛେ ସେଟା ପାଣି ବାହାର୍ବା ବୋଲି ପିଉଛନ୍। ଆଉ ବହୁତ୍ ବେଲ୍ ଖେଲ୍ଲେ। ଦୁଇ ଲୁକ ଏନ୍ତା ଛୁଆମାନ୍କୁ ଖେଲ୍ବାର୍ ଲାଗି ତ ମଜା ଲାଗ୍ସି। ସେଥିର୍ଲାଗି ଆମର୍ ବାବୁ ବି ସେନ ଆଏବାର୍ ଲାଗି ମନ୍ ନାଇଁ କରୁଥାଇ। ଦେଖୁନ୍ ଛୁଆମାନେ କେନ୍ତା ଏନ୍ଜୟ କରୁଛନ୍। ତାପରେ ଏଟା ସନ୍ଧ୍ୟା ହେଇଗଲା। ମୁଇଁ କହିଥିଲି ନା ଗେଷ୍ଟ୍ ଆସ୍ବେ ବୋଲିକିରି। ଗାଁରୁ ମୋର୍ ଦିଅର ଆର୍ କାକି ମାନେ ଆସିଲେ। ଆଉ ଏଟା ଚାଉଲ୍ ନାଇଁଥାଇ ବଏଲେ ଆମର୍ ଘରୁ ଆଣିଥିଲେ ସେମାନେ। ଆଉ କାକା ଘର ଯେନ୍ କହେସିଁ ଏଟା ସେ କାକା ଘର ବାବୁ ତାକର୍ ଏଗ୍ଜାମ୍ ଥିଲା ବରଗଡ଼୍ରେ। ସେଥିର୍ଲାଗି ସେମାନେ ଆସିଥିଲେ ସମସ୍ତେ। ଏଟା ସନ୍ଧ୍ୟା ଟାଇମ୍ରେ ପହଞ୍ଚିଲେ ଏଟା କାକି। ଆଉ ପହଞ୍ଚିଲେ ବଏଲେ ମତେ ତାକର୍ ସାଙ୍ଗେ ଟାଇମ୍ ସ୍ପେଣ୍ଡ୍ କର୍ବାକେ ପଡ଼୍ଲା। ବହୁତ୍ ଭଲ୍ ଲାଗ୍ଲା। ଆମର୍ ବାବୁ ବି ବହୁତ୍ ଖୁସ୍ ଥିଲା। ଗାଁରୁ କିଏ ଆସିଲେ ସେ ବହୁତ୍ ଖୁସ୍ ଏଇଟା କାକି ଆର୍ ଆମର୍ ଆଜ୍ଞା ବସିକିରି କଥାବାର୍ତ୍ତା ହଉଥିଲେ। ଆର୍ ମୁଇଁ ତାପରେ ସମସ୍ତଙ୍କୁ ନାସ୍ତା ଦେଇଦେଲି। ସମସ୍ତେ ଖାଇଲେ। ଆର୍ ଏଇଟା ଚାହା ଚୁହି ପିଉଥିଲେ। ଏଇଟା କାକା ଘର ସେ ମୋର୍ ସାନ୍ ଦିଅର। ସେ ବହୁତ୍ ମତେ ଖିଜଉଥିଲେ ବଲେ ମୁଇଁ ତାକର୍ ଭିଡ଼ିଓ ଇଟା ସୁଟ୍ କରୁଥିଲି। ତମର୍ଟା ଛାଡ଼୍ମି ବୋଲି ତାହାକୁ ଏଟା କଥାବାର୍ତ୍ତା ହଉଥିଲୁଁ। ସମସ୍ତେ କଥାବାର୍ତ୍ତା ହେଲୁଁ। ସାଙ୍ଗମାନେ ଗାଁରୁ ଆସିଲେ ତ ନିଜ୍କୁ ବହୁତ୍ ଭଲ୍ ଲାଗ୍ସି। ନିଜର୍ ଲୋକ୍ମାନେ ଆସିଲେ। ଆର୍ ସେମାନେ ଆମର୍ନିକେ ଦେଖ୍ବାର୍ ଲାଗି ଆସିଥିଲେ। ଆଉ ଏଟା ପଲଉଛନ୍ ତାର୍ ପରେ।
ବାହାରିଲେ ସନ୍ଧ୍ୟା 7 ବାଜିଗଲା ସେମାନେ ବାହାରି ପଡ଼ିଲେ। ଆଉ ଏଇଟା ବାବୁ ଗାଡ଼ିରେ ବସିକିରି ନାଇଁ ମୁଁ ଯିମି ବୋଲି ସେ ବାହାରୁଥିଲା। ଆଉ ଗୋଟେ କାକାର ବଡ଼ ବାବୁ ଅଛନ୍ ସେ ନା ଆସି ବୋଲେ ସେ ଆସିଲେ ବାବୁ ଗାଡ଼ିରେ ବୁଲି ଯାଇସି ବୋଲେ ମୋତେ ବୁଲେଇ ନିଅ କହୁଥିଲା। ଆଉ ମୁଇଁ ଗାଁକେ ବି ଯିବି ବୋଲି କହିଲା। ତାପରେ ତାକେ ବୁର୍ତେ ବୁର୍ତା କରି ଆମେ ତାକେ ଘରକେ ଧରି ଆଣିଲୁ। ଏଇଟା ତାର ସେମାନେ ଫେର ବାହାରି ପଡ଼ିଲେ। ଆଉ ବହୁତ ଦୂରିଆ ରାସ୍ତା ତ ସେ ଜଲ୍ଦି ବାହାରବାକେ ପଡ଼୍ସି 3 ଘଣ୍ଟା ଲାଗିଯାଇସି। ଏମିତି କରି ଆଜି ଆମର ଦିନଟା ଗଲା ସାଙ୍ଗମାନେ। ଆପଣଙ୍କୁ ମୋର ବ୍ଲଗ ଆଜି କେନ୍ତା ଲାଗଲା କହିବେ। ଆପଣମାନେ ଭଲ ଥିବେ ବୋଲି ମୋର ଆଶା। ଜୟ ଜଗନ୍ନାଥ, ଜୟ ମା ସୁରେଶ୍ୱରୀ। ବାଏ।